ସାଙ୍ଗମାନେ ଆପଣମାନେ ପ୍ଲେ ଷ୍ଟୋରରେ କୌଣସି ଆପ୍ଲିକେସନ୍ ଡାଉନଲୋଡ଼୍ କରୁଛନ୍ତି ତ ଆପଣଙ୍କ ମୋବାଇଲ ଷ୍ଟୋରେଜ୍ ଫୁଲ୍ ଲେଖୁଛି କି? ତ ଆପଣମାନେ କ'ଣ ସେଟିଂ କଲେ ଆପଣଙ୍କ ମୋବାଇଲର ଷ୍ଟୋରେଜ୍ ଆଉ ଫୁଲ୍ ଲେଖିବ ନାହିଁ। ତ ଏହି ଭିଡ଼ିଓରେ ମୁଁ A to Z ସେଟିଂ କହିଛି। ଭିଡ଼ିଓଟି ସମ୍ପୂର୍ଣ୍ଣ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ସମ୍ପୂର୍ଣ୍ଣ ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ଆପଣମାନେ ଶିଖିପାରିବେ, ଜାଣିପାରିବେ। ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ଯେଉଁମାନେ ସୁଶାନ୍ତ କୁମାର ନାୟକ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସେମାନେ ସବସ୍କ୍ରାଇବ୍ କରି ରଖନ୍ତୁ, ବେଲ୍ ନୋଟିଫିକେସନ୍କୁ ଅନ୍ ରଖନ୍ତୁ। ଏହାଦ୍ୱାରା କ'ଣ ହେବ, ଯେକୌଣସି ଅପଡ଼େଟ୍ ଏହି ଚ୍ୟାନେଲ୍ ଆଣିବି ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ତ ସେଥିପାଇଁ କ'ଣ କରିବେ, ଆପଣଙ୍କ ମୋବାଇଲର ପ୍ଲେ ଷ୍ଟୋର୍ ଆପ୍ଲିକେସନ୍ ଥିବ। ତ ଆପଣମାନେ କ'ଣ କରିବେ ନା ପ୍ଲେ ଷ୍ଟୋର୍ ଆପ୍ଲିକେସନ୍କୁ ଓପନ୍ କରିବେ। ପ୍ଲେ ଷ୍ଟୋର୍ ଆପ୍ଲିକେସନ୍କୁ ଓପନ୍ କରିସାରିଲା ପରେ ସାଙ୍ଗମାନେ ଦେଖନ୍ତୁ, ଆପଣମାନେ ପ୍ଲେ ଷ୍ଟୋର୍ର ଯେଉଁ ଜିମେଲ୍ ଆକାଉଣ୍ଟ ଦେଇ ଲଗ୍ଇନ୍ କରିଥିବେ ତ ତାର ପ୍ରୋଫାଇଲ୍ ଦେଖନ୍ତୁ ରାଇଟ୍ ସାଇଡ଼୍ ଉପରେ ଆପଣମାନଙ୍କ ସାମ୍ନାରେ ଶୋ କରିବ। ତ ଆପଣମାନେ କ'ଣ କରିବେ ନା ସେ ପ୍ରୋଫାଇଲ୍ ଲୋଗୋ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ସାଙ୍ଗମାନେ ଦେଖନ୍ତୁ ପୁରା ସ୍କ୍ରଲ୍ କରିକି ତଳକୁ ଗଲେ ଦେଖନ୍ତୁ ସାଙ୍ଗମାନେ ସେଟିଂ ଥିବ। ତ ଆପଣମାନେ କ'ଣ କରିବେ ନା ସେ ସେଟିଂ ଉପରେ କ୍ଲିକ୍ କରିନେବେ। କ୍ଲିକ୍ କରି ସାରିଲା ପରେ ସାଙ୍ଗମାନେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ବହୁତ ଗୁଡ଼ା ଇଣ୍ଟରଫେସ୍ ଶୋ କରିବ। ତ ଆପଣମାନେ ସର୍ବପ୍ରଥମେ ଦେଖନ୍ତୁ ଥିବ ଜେନେରାଲ। ତ ଆପଣମାନେ କ'ଣ କରିବେ ନା ସେ ଜେନେରାଲ ଉପରେ ଆପଣମାନେ କ୍ଲିକ୍ କରିନେବେ। କ୍ଲିକ୍ କରି ସାରିଲା ପରେ ସାଙ୍ଗମାନେ ସ୍କ୍ରଲ୍ କରିକି ଦେଖନ୍ତୁ ତଳକୁ ଗଲା ପରେ ଦେଖନ୍ତୁ ଅଟୋମେଟିକ୍ ଆକ୍ଟିଭିଟି ଆପ୍ସ ଅଛି। ତ ଆପଣମାନଙ୍କର ଏଇଟା ଅଫ୍ ଥିବ। ଆପଣମାନେ କ'ଣ କରିବେ ନା ତାକୁ ଅନ୍ କରେଇନେବେ। ଅନ୍ କରେଇଦେଲେ କ'ଣ ହେବ ନା ସାଙ୍ଗମାନେ ଆପଣମାନେ ଯେକୌଣସି ପ୍ଲେ ଷ୍ଟୋର୍ ଆପ୍ଲିକେସନ୍ରୁ ଯେକୌଣସି ଆପ୍ ଡାଉନଲୋଡ଼୍ କରିବେ ଆପଣଙ୍କ ମୋବାଇଲ ଷ୍ଟୋରେଜ୍ କେବେ ଫୁଲ୍ ଦେଖେଇବ ନାହିଁ ଆଉ ଫୁଲ୍ ହେବ ନାହିଁ। ତ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ହେଲ୍ପଫୁଲ୍ ହେଇଥିବ। ଯଦି ହେଲ୍ପଫୁଲ୍ ହେଇଥିବ ଗୋଟେ ଲାଇକ୍ କରିବେ ଆଉ କମେଣ୍ଟ କରି କହିବେ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା। ଆଉ ଆପଣମାନଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିଦେବେ ଯେଉଁମାନେ ଏ ଟ୍ରିକ୍ ଜାଣିନାହାନ୍ତି। ତ ରହୁଛି ସାଙ୍ଗମାନେ, ଦେଖା ହେବ ନେକ୍ସଟ ଭିଡ଼ିଓରେ।